हेलो हाय नमस्कार ମୁଁ ପ୍ରୀତମ କୁମାର। ଆଜି ଆମେ ରିସେଣ୍ଟଲି ଯୋଉ ଆରଆଇ ଏକ୍ଜାମ ହେଇଥିଲା ତାର 23 ତାରିଖର 23 ମେ 2026 ର ଫାର୍ଷ୍ଟ ସେକେଣ୍ଡ ଆଉ ଥାର୍ଡ ଶିଫ୍ଟରେ ଯେତକ ସବୁ ଆମର ରିଜନିଂ ର କ୍ୱେଶ୍ଚିନ୍ ଆସିଥିଲା 30ଟା ଯାକ କ୍ୱେଶ୍ଚିନ୍ ପ୍ରତି ଶିଫ୍ଟରେ 10ଟା ଲେଖା ଆସିଛି। 30ଟା ଯାକ କ୍ୱେଶ୍ଚିନ୍ ଆମେ ଆଜି ସଲ୍ଭ କରିବା 23 ତାରିଖର ଫାର୍ଷ୍ଟ ସେକେଣ୍ଡ ଆଉ ଥାର୍ଡ ଶିଫ୍ଟ। ଠିକ ଅଛି, ଫାର୍ଷ୍ଟ କ୍ୱେଶ୍ଚିନ୍ କୁ ଯିବା। ଏଠି କଣ ଦେଇଛି ଇନ୍ ଏ ସର୍ଟନ୍ କୋଡ୍ ଲାଙ୍ଗୁଏଜ SCENE ହେଲା କେତେ 31, CAST ହେଲା 28, SCENE S ରେ କଣ ଦେଇଛି S ରହିଲା 19, E ରହିଲା 5 24, SC 24 3 27, 27 N ଅଧିକ ହେଇଯାଉଛି, ସେଥିପାଇଁ ଆମେ ଓଲଟେଇ ଦେବା। S ର ଅପୋଜିଟ୍ କେତେ ହେଇଯିବ? S ର ଅପୋଜିଟ୍ ହେଇଯିବ 8, C ର ଅପୋଜିଟ୍ କେତେ ହେଇଯିବ 24, ଏଇଟା ବି ଅଧିକ ହେଇଯାଉଛି। କାଷ୍ଟ କୁ ଦେଖିବା, କାଷ୍ଟ ହେଲା କେତେ 3 1 4, S ହେଲା କେତେ 19 4 23, T ହେଲା କେତେ 23 20 ହେଲା 43, ଇଏ ହଉଛି କେତେ 43 ହଉଛି 43 ମାଇନସ 43 ମାଇନସ 15 ଇଜିକାଲ ଟୁ 18। ସେମିତି SCEN କୁ କରିବା ଯଦି 19 19 3 22 22 5 27 27 4 31 10 41 41 5 46 46 ମାଇନସ 15 ଇଜିକାଲ ଟୁ ଗଲେ କେତେ 31। ସो ଏମିତି ଫ୍ରେଣ୍ଡ ର ଭ୍ୟାଲୁ ସବୁ ମିଶେଇଦବା। ଫ୍ରେଣ୍ଡ ର F ହେଲା କେତେ ନା 6, R ହେଲା କେତେ 18 6 24, I ହେଲା କେତେ I ହେଲା 9 24 9 33 5 38, 38 4 42 10 52, D ହେଲା କେତେ 52 4 56 56 ମାଇନସ 15 6 5 ହେଲା 1 5 1 4 41 ହେଇଯିବ କଣ ଆନ୍ସର। ଠିକ ଅଛି, ନେକ୍ସଟ କ୍ୱେଶ୍ଚନ ଯିବା। each of STUVMNO STUVMNO କେତେ ଜଣ ଅଛନ୍ତି 1 2 3 4 5 6 7 7 ଜଣ, ଯାହା different day of the week starting from Monday and ending in Sunday। ମଣ୍ଡେ ରୁ ଷ୍ଟାର୍ଟ ହଉଛି, ଠିକ ଅଛି। ମଣ୍ଡେ, ଟ୍ୟୁଜଡେ, ୱେଡନେସଡେ, ଥର୍ସଡେ, ଫ୍ରାଇଡେ, ସଟରଡେ, ସଣ୍ଡେ। ଠିକ ଅଛି। only two people have exam between S and O। S ଆଉ O ଭିତରେ ଦି ଜଣ ରହିବେ। only two people have exam between V and U। V ଆଉ U ଭିତରେ ଦି ଜଣ ରହିବେ। only two people have exam between M and U। M ଆଉ U ଭିତରେ ଦି ଜଣ ରହିବେ। no one has exam after M। M ପରେ ଆଉ କେହି ରହିବେନି, ମାନେ M ଏଇଠି ବସିଥିବ ସଣ୍ଡେରେ ବସିଥିବ, M ପରେ ନାହାନ୍ତି କେହି। ଠିକ ଅଛି, M ଆଉ U ଭିତରେ ଦି ଜଣ 1 2 ଏଇ କଟିଗଲା। N has exam on one of the days before T। ଟି ପୂର୍ବରୁ କିଏ ରହିବ? ଟି ପୂର୍ବରୁ ରହିବ N। ଠିକ ଅଛି। O has exam immediately after T। ଟି ର immediate after ପରେ କିଏ ରହିବ? O ରହିବ, ମାନେ ଟି ଓ ପାଖାପାଖି ବସିବେ। ଠିକ ଅଛି, ଟି ଓ ପାଖାପାଖି ବସିବେ, ଏତିକି ଦେଇଛି ନା। S ଆଉ O ଭିତରେ କେତେ ଜଣ ରହିବେ? ଏଠି ଗୋଟେ ଦେଇଛି ଦେଖନ୍ତୁ, V ଆଉ U ଭିତରେ ଦି ଜଣ ରହିବେ। V ଏଠି ରହିଲେ ତାଙ୍କ ଭିତରେ ଦି ଜଣ ହେଇଗଲେ। ଠିକ ଅଛି, ଏଇଟା ବି କଟିଗଲା। S ଆଉ O ଭିତରେ ଦି ଜଣ ରହିବେ। ଓ ଟି ପୂର୍ବରୁ କିଏ ରହିବ ନା N ରହିବ। ଠିକ ଅଛି, S ମନେକର ଏଠି ରହିଲା, ଦି ଜଣ ହେଇଗଲେ O ଏଠି ହେଇଯାଉଛି। S ଯଦି ଏଠି ରହୁଛି, ଦି ଜଣ ହେଇଗଲେ O ଏଠି ହେଇଯାଉଛି। O ଏଠି ହେଲେ O ପଛରେ T ରହିବ, ହବନି। ସୋ S ଏଠି ରହିଲେ ଦି ଜଣ ଏଠି ରହିବେ, O ଏଠି ରହିବ। O ପଛରେ କିଏ ରହିବ? T ରହିବ। ଠିକ ଅଛି, T ର ପୂର୍ବରୁ ଯୋଉ ଯେକୌଣସି ଜାଗାରେ ଗୋଟେ N ରହିବ। Who has exam on Wednesday? Wednesday ରେ କାହାର ପଡୁଛି ନା S ର ପଡୁଛି। ଠିକ ଅଛି, ନେକ୍ସଟ କ୍ୱେଶ୍ଚନ ଯିବା। some mercuries are Venuses। some mercury ଦେଇଛି କଣ? Venus। no Venus are earth। no Venus ହେଲା କଣ ନା earth। some mercury are earth। some mercury earth ନା ହେଇପାରିବ ନାହିଁ। no earth are mercuries। no earth are mercuries ଏଟା ଆମେ କହିପାରିବାନି। ସେ no Venus ଦେଇଛି, no Venus earth ଦେଇଛି, କିନ୍ତୁ no mercury earth ଦେଇନି, ଏମିତି କିଛି ଦେଇନି, ସେମିତି ଆମେ କହିପାରିବାନି କନକ୍ଲୁଜନରେ। ସୋ ଏଇଟା ବି ହବନି। some mercury are earth, some mercury are earth ଏଇଟା ବି hବନି। ଠିକ ଅଛି, neither one nor two follow। next question ଯିବା। how many letters are there? କେତେଟା letter ଅଛି English alphabetical order between the letter which is sixth from the left hand and fourth from the right hand of the series? how many letters are there in the English alphabetical order between the letter which is sixth from the left? sixth from the left 1 2 3 1 2 3 4 5 6 N and fourth from the right 1 2 3 4 ଏଇଠୁ। ଠିକ ଅଛି, N ଆଉ R ଭିତରେ କେତେ ଜଣ? N N O P Q
R କେତେ ଜଣ ରହିଲେ 3 ଜଣ ରହିଲେ ଠିକ ଅଛି। ନେକ୍ସଟ କ୍ୱେଶ୍ଚନ ଯିବା। How many letters are there in the English alphabetical order? କେତେଟା ଲେଟର ଅଛି which is fourth from the right, fourth from the right के 1 2 3 4 E ରହିଲା and third from the left 1 2 3 I ରହିଲା। I ଆଉ E ଭିତରେ E F G H I କେତେ ଜଣ ରହୁଛନ୍ତି 3 ଜଣ ରହୁଛନ୍ତି ଠିକ ଅଛି। ନେକ୍ସଟ କ୍ୱେଶ୍ଚନ ଯିବା। ଏଟାର କେମିତି ହବ ଏଇଟା ଠିକ ଅଛି ଦେଖିବା ଆମେ। L H Y C D X ଏଇଟା ଆମେ ଯୋଉ ଦେଖିବା Y C Y Z A B C ପ୍ଲସ୍ 4 ହେଇଛି ଠିକ ଅଛି। B X O Q Q S F H Q E F Q R S ଏଟା ଦେଖିବା ଯଦି K L C D E F X Y ହଉଛି ଠିକ ଅଛି। H D E F G H ପ୍ଲସ୍ 4 ହଉଛି। L M N O P ପ୍ଲସ୍ 4 ହଉଛି। N O P Q R ପ୍ଲସ୍ 4 ହଉଛି। Q R S ଏଠି ପ୍ଲସ୍ 2 ହଉଛି। O O X ସୋ ଏଇଟା ହେଇଯିବ ଆନ୍ସର ଠିକ ଅଛି। ନେକ୍ସଟ କ୍ୱେଶ୍ଚନ ଯିବା। Each vowel of the word friendship FRIENDSHIPS is changed to the letter immediately preceding in the English alphabetical order. Each vowel କେତେଟା ଅଛନ୍ତି ଏଠି A E I O U ଇଏ ଗୋଟେ vowel E ଗୋଟେ vowel N ହବନି D ହବନି S ହବନି H ହବନି I ହବନି ଠିକ ଅଛି। each vowel କଣ ହଉଛି immediately preceding ମାନେ ତା ପଛ ଆଲଫାବେଟ ଆସୁଛି। I ର ପଛ ଆଲଫାବେଟ କଣ E F G H E ର ପୂର୍ବଟା କଣ ନା D I ର ପୂର୍ବଟା କଣ ନା H ଠିକ ଅଛି। ସେମିତି କନସୋନାଣ୍ଟ କଣ ହଉଛି ଇମିଡିଏଟଲି ଫଲୋଇଂ କନସୋନାଣ୍ଟ ଗୋଟେ ତା ପର ଆଲଫାବେଟ ଟା ବସୁଛି। F ର କଣ ହେଇଯିବ G R S N O D E A B C D E S T H I P Q S T ଠିକ ଅଛି। ପଚାରିଲା which of the following letter will appear exactly twice in the group letter thus found? which letter କୋଉ ଲେଟରଟା ଦିଥର ଆସିଛି। H ଅଛି ଗୋଟେ ଥର ଦିଥର ହେଇଗଲା H ହେଇଗଲା କଣ ଦିଥର ଠିକ ଅଛି। ନେକ୍ସଟ କ୍ୱେଶ୍ଚନ ଯିବା। A B C D E Y Z are sitting in a straight line. A B C D E Y Z facing north. Only Z is between Y and B. Z କାହା କାହା ଭିତରେ ଅଛି Y ଆଉ B ଭିତରେ ଅଛି। A is second from the right hand. A କୋଉଠି ଅଛି right hand ରୁ second ରେ ଅଛି। Only two people are sitting between C and E. C ଆଉ E ଭିତରେ ଦି ଜଣ ରହିଲେ ଠିକ ଅଛି। C is sitting at one of the extreme end. C କୋଉଠି ଅଛି ନା ଗୋଟେ extreme end ରେ ଅଛି। C ଅଛି end ରେ। Y is third from the left hand. Y is third 1 2 3 third from the left hand and is immediate left of E. Y କାହାର immediate left of କାହାର E ର left ରେ ଅଛି। C ଆଉ E ଭିତରେ ଦି ଜଣ ରହୁଛନ୍ତି। ମନେକର C ଏଠି ରହିପାରିବ C ଏଠି ବି ରହିପାରିବ ଠିକ ଅଛି। YZB YZB ହେଲା YZB ଏଠି ରହିପାରିବ ତାହେଲେ C ଏଠି ରହିବ। ଆଉ କିଏ ରହିଲା ABCD EYZ A B C D ଏଠି ରହିଲା EYZ ସମସ୍ତେ ବସିଗଲେ। Who is sitting third from the right hand ରୁ third 1 2 3 କିଏ ଆସିବ D ଆସିବ ଠିକ ଅଛି। ନେକ୍ସଟ କ୍ୱେଶ୍ଚନ ଯିବା। A ପରେ A ପରେ S ତାପରେ ଡ୍ୟାଶ ତାପରେ C ତାପରେ U କେମିତି କରିବା B C D E F G H I J K L M N O P Q R S 12 6 18 ମିଶୁଛି ଠିକ ଅଛି। ଏଠି 18 ମିଶିଛି 18 S ପରେ 18 ମିଶିବା S T U V W X Y Z A B C D E F G H I J K ଫାଷ୍ଟ କିଏ ଆସିବ ଫାଷ୍ଟ ଆଲଫାବେଟ K ଆସିବ ଠିକ ଅଛି। ନେକ୍ସଟ କ୍ୱେଶ୍ଚନ ଯିବା। All carrots are potatoes. All carrots are କଣ ନା potatoes. No potatoes are tomatoes. No tomatoes are carrots. No tomatoes are carrots ହେଇପାରିବନି ଯେହେତୁ potato ଟା ଟମାଟୋ ନୁହଁ ତ ଟମାଟୋ ଟା କେମିତି କ୍ୟାରୋଟ ହବ କ୍ୟାରୋଟ ହେଇପାରିବନି। No tomatoes are carrots ଠିକ ଅଛି। some tomato are carrot. Some tomato are carrot କେବେ ବି ହେଇପାରିବନି ଭୁଲ ଏଇଟା। So only conclusion I. Next question ଯିବା। 7 boxes QR QRWTEUY kept one above other but not in the necessarily in the same orders. 1 2 3 4 5 6 7 Q is kept above T. Q is kept above T. Only E is kept between T and R. T ଆଉ R ଭିତରେ only E ରହିବ ଠିକ ଅଛି।
ଓନ୍ଲି ୱାଇ ଇଜ୍ କେପ୍ଟ ବିଲୋ ଡବ୍ଲୁ। ଡବ୍ଲୁ ତଳେ କେବଳ ୱାଇ ରହିବ, ଆଉ କିଏ ରହିବେନି। ମାନେ ଡବ୍ଲୁ ଏଠି ରହିଲା, ୱାଇ ଏଠି ରହିଲା। ଠିକ ଅଛି, ଟି ଇ ଆର ପାଖାପାଖି ରହିବ। କ୍ୟୁ ଟି ଏଠି ରହିଲେ, ସରି, ହାଉ ମେନି ବକ୍ସେସ୍ ଆର୍ ଏବଭ୍ ୟୁ ପଚାରିଛି ନା। ଓନ୍ଲି କ୍ୟୁ ଇଜ୍ କେପ୍ଟ ଏବଭ୍ ଟି। ଟି ଉପରେ କେବଳ କ୍ୟୁ ରହିବ, ଆଉ କିଏ ରହିପାରିବେନି। ଯଦି ଟି ଏଠି ରହିଲା ତାହେଲେ କ୍ୟୁ ଏଠି ରହିବ। ଟି ଇ ଆର ଇଏ ପେୟାର ରହିବେ, ସୋ ୟୁ ଏଠି ରହିବ। ହାଉ ମେନି ବକ୍ସେସ୍ ଆର୍ କେପ୍ଟ ଏବଭ୍ ୟୁ। ୟୁ ପରେ 1 2 3 4, 4 ଜଣ। ଠିକ ଅଛି, ନେକ୍ସଟ କ୍ୱେଶ୍ଚନ ଯିବା। 6 people A B C D E F are sitting around a circular table facing the center. 6 people ଅଛନ୍ତି, 1 2 3 4 5 6। ଠିକ ଅଛି। B is sitting to the immediate left of C. B is sitting immediate left of C. C is sitting second right of A. C is sitting second right of A. E is sitting third right of C. E is sitting third right of C. F is an immediate neighbor of C. F is immediate neighbor of C. Who is sitting second right of D? D ର second right ରେ କିଏ ରହିବ? ଠିକ ଅଛି। ମନେକର C ଏଠି ରହିଲା, C ର immediate left ରେ କିଏ ରହିଲା? B ରହିଲା। 1 2 3 4 5 6, କେତେ ଜଣ ଅଛନ୍ତି କି? 6 people। ଠିକ ଅଛି। C ର immediate left ରେ B ରହିଲା, ଏଇ କଟିଗଲା। C ର A ର ସେକେଣ୍ଡ ରାଇଟ୍ ରେ C ରହିଲା, A ଏଠି ରହିଲେ ସେକେଣ୍ଡ ରାଇଟ୍ C ଆସିବ, ଏଇଟା ବି କଟିଗଲା। ତାପରେ ପଚାରିଛି, E is sitting third to the right of C. E is sitting third right of C। 1 2 3, E ଏଠି ରହିଲା। ଠିକ ଅଛି, F ଆଉ C ପେୟାରରେ ରହିବେ। କଣ ଦେଇଛି? F is an immediate neighbor of C, ତାହେଲେ F ଏଠି ରହିଲା। A B C D E F, A B C ଏଠି ରହିଲା, D E ରହିଲା, F ରହିଲା। ଠିକ ଅଛି। Who is sitting second right of D? D ର ସେକେଣ୍ଡ ରାଇଟ୍ 1 2 A ଆସିବ। ଠିକ ଅଛି, ନେକ୍ସଟ କ୍ୱେଶ୍ଚନ ଯିବା। O P Q R plus 3 R S T plus 2 L M N O plus 3 O P Q plus 2, 3 ଆଉ 2 I J K L plus 2 ଏଠି ହଉଛି, ଏଠି plus 3 ହଉଛି। ଏ ଜେ କେ ଏଲ ଏଠି ପ୍ଲସ୍ 2 ହଉଛି, ଆଇ ଜେ କେ ଏଲ ଏଠି ପ୍ଲସ୍ 3 ହଉଛି। ସୋ ଏଇଟା ହବନି କି ଏଇଟା ହବନି। ଆର ଏସ୍ ଟି ପ୍ଲସ୍ 2 ହଉଛି, ଏଲ ଏମ ଏନ ପ୍ଲସ୍ 2, ଏଲ ଏମ ଏନ ଏଇଟା ତ ହବନି ଦିଟା, ଏଲ ଏମ ଏନ ପ୍ଲସ୍ 2। ତାପରେ ଦେଖିବା ଏଚ ଆଇ ଜେ କେ ପ୍ଲସ୍ 3, ବି ସି ଡି ଏ ପ୍ଲସ୍ 3, ବି ସି ଡି ଇ ପ୍ଲସ୍ 3। ତାପରଟା କେ ଏଲ କେ, ତାପରଟା କେ ଏଲ ଏମ ଏନ ଓ ପି କ୍ୟୁ ଆର ଏସ ଟି ୟୁ ଭି। 3 3 6, 3 9 2 11 ମିଶୁଛି, 11 ମିଶୁଛି। ଏଠି ଦେଖିବା ଯଦି ଇ ରେ 11 ମିଶେଇବା, ଇ ଏଫ ଜି ଏଚ ଆଇ ଜେ କେ ଏଲ ଏମ ଏନ ଓ, 6 3 9 1 10, ଏଠି 10 ମିଶୁଛି, ଏଠି 10 ମିଶୁଛି। ସୋ ଏଇଟା ହବନି, ଏଇଟା ହବ ଆନ୍ସର। ଠିକ ଅଛି, ନେକ୍ସଟ କ୍ୱେଶ୍ଚନ ଯିବା। ବ୍ଲଡ ରିଲେସନ ଦେଇଛି, P related to T, P ଏଠି ରହିଲା, T ଏଠି ରହିଲା। ବ୍ଲଡ ରିଲେସନ ରେ ଫାଷ୍ଟ ଦେଖିଦେବେ ଏପଟ ସାଇଡ ରେ ଝିଅ ଅଛି, ଏପଟ ସାଇଡ ରେ ସିଏ ଅଛି ନା ନାହିଁ। ଠିକ ଅଛି। ତାପରେ କଣ ଦେଲା? P ହାଜ୍, ହାଜ୍ ର କଣ ହେଇଯିବ? ହଜବେଣ୍ଡ। P ହଜବେଣ୍ଡ ହେଇଗଲା କାହାର? ନା Q ର। ପରସେଣ୍ଟେଜ, ପରସେଣ୍ଟେଜ ମିନ୍ସ ଡଟର, ଡଟର ହେଇଗଲା R ର। ଆଣ୍ଡ ମିନ୍ସ ମଦର, R ମଦର ହେଇଗଲା କାହାର? ନା S ର ମଦର ହେଇଗଲା। ଆଟ ଦ ରେଟ ମିନ୍ସ ଫାଦର, S ଫାଦର ହେଇଗଲା କାହାର? ନା T ର ଫାଦର ହେଇଗଲା। ଠିକ ଅଛି। ପଚାରିଛି P ରିଲେଟେଡ ଟୁ T, P T ର ବାପାର, T ର ବାପାର ସିଷ୍ଟର୍ସ, ଫାଦର୍ସ ସିଷ୍ଟର୍ସ ହଜବେଣ୍ଡ। ଠିକ ଅଛି, ନେକ୍ସଟ କ୍ୱେଶ୍ଚନ ଯିବା। ବେସ୍ଡ ଅନ୍ ଦ ଇଂଲିଶ ଆଲଫାବେଟିକାଲ ଅର୍ଡର, ୟାଙ୍କ ଭିତରୁ କୋଉଟା ଅଲଗା ଅଛି? ଆର ଏସ୍ ଟି ପ୍ଲସ୍ 2, କ୍ୟୁ ଆର ପ୍ଲସ୍ 1, ଏକ୍ସ ୱାଇ ଜେଡ ପ୍ଲସ୍ 2, ଡି ଇ ଏଫ ପ୍ଲସ୍ 2। ସୋ ବିଟା ହେଇଯିବ ଆନ୍ସର। ନେକ୍ସଟ କ୍ୱେଶ୍ଚନ ଯିବା। 7 boxes A B C D P Q R are one above other। 1 2 3 4 5 6 7। Only A is kept above Q। Only A is above Q। Q ଉପରେ କେବଳ A ଅଛି, ଆଉ କିଏ ରହିପାରିବେ ନାହିଁ। Only D is kept between Q and P। Q and P ଭିତରେ only D। Only C is kept below R। Only C is kept below R। R ତଳେ କେବଳ C ରହିବ। How many people are kept between B and C? B ଏଠି ରହିଲା, C ଏଠି ରହିଲା। ସୋ ଗୋଟେ ହବ ଆନ୍ସର, 1 ହେଇଯିବ। ନେକ୍ସଟ କ୍ୱେଶ୍ଚନ ଯିବା। ବ୍ଲଡ ରିଲେସନ ଯେମିତି କହିଥିଲି, ଫାଷ୍ଟ ଏପଟ ସାଇଡ ଦେଖିଦବ, ଏପଟ ସାଇଡ ସେମ୍ ଅଛନ୍ତି, ତାହେଲେ ପକେଇଦବ ଡାଇରେକ୍ଟ ହାଚ୍। ହାଚ୍ ମିନ୍ସ କଣ? ସିଷ୍ଟର। ପି ସିଷ୍ଟର ହେଇଗଲା କାହାର? ନା କ୍ୟୁ ର। ପରସେଣ୍ଟେଜ, ପରସେଣ୍ଟେଜ ମିନ୍ସ ଡଟର ହେଇଗଲା କାହାର? ନା ଆର ର। ଆଣ୍ଡ ମିନ୍ସ ମଦର ହେଇଗଲା କାହାର? ନା ଏସ ର। ଆଟ ଦ ରେଟ ମିନ୍ସ କଣ? ସନ୍ ହେଇଗଲା କାହାର? ଟି ର। ଠିକ ଅଛି। ହାଉ ଇଜ ପି ରିଲେଟେଡ ଟୁ ଟି? ପି ଟି ର କଣ ହବ? ଟି ର, ଟି ଏଠି ରହିଲା, ଟି ର
डॉक्टर्स टी रो डॉक्टर हम ठीक अच्छे नेक्स्ट क्वेश्चन दिवा 7 people N O P Q R S T are sitting in a straight line 1 2 3 4 5 6 7 facing north Q is sitting to the immediate left of R Q is sitting immediate left କାହାର ନା R ର R and to the immediate right of P Q is sitting immediate right of P PQR ପାଖାପାଖି ବସୁଛନ୍ତି ଠିକ ଅଛି O is sitting to the immediate right of N ର immediate right ରେ କିଏ ରହିଲା O ରହିଲା and immediate left of P କିଏ ରହିଲା O immediate left of P similarly S is sitting immediate right of R ର immediate right ରେ କିଏ ରହିଲା S ରହିଲା and immediate left of T R and immediate left of T S is sitting immediate right of R and immediate left of T ঠিক ଅଛି who is sitting and ଏଟାକୁ ଆମେ ସଜେଇବା P Q R ପାଖାପାଖି ରହିବେ P ର immediate left ରେ O ରହିବ ତାପରେ N ରହିବ R S T ପାଖାପାଖି ରହିବ R S T ପାଖାପାଖି ରହିବ 3 4 3 7 ଏଇ ସଜେଇ ହେଇଗଲେ ପଚାରୁଛି who is sitting at fourth position from the extreme left 1 1 2 3 4 Q ହେଇଯିବ आंसर नेक्स्ट क्वेश्चन ଯିବା statement conclusion some star ଦେଇଛି আর ହେଲା କଣ ନା moon all moon are sky all sky is star এটা ହେଲା some star এটা ହେଲା କଣ ନା sky ঠিক ଅଛି all sky is star all sky are star ନା ଭୁଲ ଏଟା the some star are sky some star are sky କିଛି ଠିକ ଅଛି ଏଇ portion ଟା so ଏଟା ହବ only 2 is follow next question ଯିବା 1 is added to each odd digit and 1 is subtracted from each even digit 4 8 1 3 5 6 then what will be the sum of the all even digit in the new number thus found 1 is added to the each odd digit odd କୋଉରା ଅଛି odd ହେଲା ଏଇଟା ଗୋଟେ odd ଏଇଟା ଗୋଟେ odd ଏଇଟା ଗୋଟେ odd 1 add ହବ 1 add ହେଲେ ଏଇଟା 2 ହେଇଯିବ 3 1 4 5 1 6 1 is subtracted from each even digit ଏଥିରୁ -1 କରାହବ 3 7 6 ରୁ ହେଇଗଲା କେତେ 5 then what will be the sum of all even digit all even digit ର sum କେତେ ହବ 2 4 6 6 4 10 2 12 ହେଇଯିବ answer next question ଯିବା in a certain code language beach drama GP ଏଇଟା ଦେଇଛି jeep mango new ଏଇଟା ଦେଇଛି how is GP ଦିଥିରେ jeep common ଅଛି so CX RS UI ଆଙ୍କ ଭିତରେ କଣ common ଅଛି ଏଠି CX ଅଛି ଏଠି CX ଅଛି so CX ହେଇଯିବ answer next question ଯିବା P is the sister of Q A is the sister of Q. A is the sister of Q. L is the brother of Q's father. L is the brother of Q's father ର brother କିଏ ନା L. How is L related to P? L P ର କଣ ହବ? P ର father's brother ହେଇଯିବ answer next question ଯିବା. P is the sister of Q. କଲେ ପରା ଗୋଟେ question repeat ହେଇଯାଇଛି ଠିକ ଅଛି next question ଯିବା. I stands for plus I ହେଲା କଣ ନା plus J stands for ଗୁଣନ K stands for ହରଣ L stands for ଫେଡାଣ 52 L ହେଲା କଣ ନା minus 10 K ହେଲା କଣ ନା ହରଣ 2 J means କଣ ହେଇଯିବ ଗୁଣନ 7 I ହେଲା କଣ ନା ମିଶାଣ 18 K ହେଲା କଣ ନା ହରଣ 3 300 plus 6 10 2 5 5 35 52 minus 52 6 58 58 ରୁ 35 ଗଲା କେତେ 3 5 2 23 ହେଇଯିବ answer next question ଯିବା STUV plus 3 OPQR plus 3 NOPQ plus 3 PQR plus 2 so B ହେଇଯିବ answer next question ଯିବା HIJ plus 2 JKL plus 2 TUV plus 2 VWX plus 2 plus 2 ହଉଛି ସବୁ ଠିକ ଅଛି PQR OPQR plus 3 ହଉଛି ଏଇଟା ହବନି PQR plus 2 ହଉଛି ଏଇଟା ହବ OPQR plus 3 ହଉଛି ଏଇଟା ବି ହବନି ଠିକ ଅଛି IJK ସେମ୍ ଅଛି RST ଏଠି JKL plus 2 ହେଇଛି RST ଏଠି ଦେଖିବ RST ତାପରେ ହେଇଛି CN C ରେ N ମିଶିବ N ହେଲା କେତେ 14 C ହେଲା 3 11 ମିଶିଛି so ଏଠି 11 ମିଶିବା ଦରକାର K ରେ V K L M N O P Q R S T U V so ଏଠି 11 ମିଶିଛି ଏଠି ମିଶିଛି କେତେ K ର U ହେଲା କେତେ ନା 10 ମିଶିଛି so ଏଟା ହେଇଯିବ answer next question ଯିବା
Each of the digit of the number 5, 6, 3, 1, 2, 4, 7 is arranged in ascending order. ସାନରୁ ବଡ଼ 1, 2, 3, 4. 1, 2, 3, 4, 5, 6, 7. Which of the following digit will be third from the left? 1, 2, 3. 3 ହେଇଯିବ answer. Next question ଯିବା. DESK ଟା କଣ ହେଇଯିବ? ZAWO. In a certain way based on the English alphabetical order, VWAS is related to RSEW. ସେମିତି NOIA ର value କଣ ହବ? D. ZABCD ଏଟା ହେଇଛି -4, BCD -4, STUVW +4, MNO +4. ଏଠି -4 କଲେ କଣ ହବ? -4 କଲେ ଏଠି +4 କରିଦବା A B C D E I J K L M M E ହବ ଲାଷ୍ଟକୁ M E ନାହିଁ ସୋ ଏଟା ହବ। ନେକ୍ସଟ କ୍वेଶ୍ଚନ ଯିବା। ପାୱାର ହାର୍ଟ ଟ୍ୟୁନ୍ ହେଲା Q Z W N O W। ଟ୍ୟୁନ୍ କିଟ୍ ଥିମ୍ ହେଲା Y C B Y W N। ଆମକୁ ପଚାରିଛି ଟ୍ୟୁନ୍, ଦୁଇଥିରେ ଟ୍ୟୁନ୍ କମନ ଅଛି, ଏଥିରେ ଟ୍ୟୁନ୍ ଅଛି, ଏଥିରେ ବି ଟ୍ୟୁନ୍ ଅଛି। ସୋ ଆଙ୍କ ଭିତରୁ କମନ କଣ ଅଛି? Q Z W N O W। Q Z W N O W। W N କମନ ଅଛି, ସୋ W N ହେଇଯିବ ଆନ୍ସର। ନେକ୍ସଟ କ୍वेଶ୍ଚନ ଯିବା। G G H I J ତାପରେ ଏଟା କଣ ଆସିବ? K ଆସିବ। 6, 12, 6 ଦୁଗୁଣେ 12, ଦୁଗୁଣେ 24, ଦୁଗୁଣେ 48, ଦୁଗୁଣେ କେତେ? 96। ଠିକ ଅଛି। T N O P Q R S T N ର -2 କରାହବ। K L L M N L ହବ। ଠିକ ଅଛି। G H I J K L M N O K L O 96। ଠିକ ଅଛି। ନେକ୍ସଟ କ୍वेଶ୍ଚନ ଯିବା। ସରିଗଲା। ଏଠି ଆମର 30ଟା ଯାକ क्वेश्चन ସରୁଛି। 23 ତାରିଖ ଫାର୍ଷ୍ଟ, ସେକେଣ୍ଡ ଆଣ୍ଡ ଥାର୍ଡ ଶିଫ୍ଟର ଅଲ୍ ରିଜନିଂ 30 क्वेश्चन ଆର୍ ସଲ୍ଭଡ୍। ଠିକ ଅଛି। ଥ୍ୟାଙ୍କ ୟୁ।